हेलो हाय नमस्कार मु सत्य आपको स्वागत करुच्ची मोर नुआ एक ब्लॉग रे। आज तो सकाळ मुझे उठी जाकि फ्रेश भी बाहर जीवी आमर एक्चुअली छात पड़ो ऊपर घर तो तार जिनस आने जी गोटे जगह मैंने सब जिन तो बापा ये करते मुझे खाली जी कथा गोटे चिप्स चल देखिए केमी कौन कम कले मिस्त्री मैंने केते दूर जा देखीद उपरको जा देखीद टे कौन केत कले तो किसी नाई मिस्त्री ये तो सरजी कंप्लीट खाली ये टिके ना तापर तुम कम सरीगला ना फाइनली सेंटरिंग पूरा कंप्लीट सर अल्प 15-20 मिनट सरज तो तापर रोड मिस्त्री आसवे बांधिया काली आसिले रोड बंधा सर छात पड़ो तापर मो रूम टा कंप्लीट हो किछि दिन पर टोटाली नुआ रूम गाड़ीटा बाहर कर चिप्स जो आसो से कथा आज कथा कहीकि रखिले सी पूरा इन टाइम टाइम रे जिनसटा पठेदेवे गोटे बैग खाली पानी वाला दीजन ना गोटे पीवा पूरा फ्रेश लगे भल लगुला लगुला फ्रेश लगला जीवा गोटे आम भाई धरते भाई बस मोची ना भांगी देला आंगुल देखा के काम देखी देखा देखा देखे पार भितर फाइनली चिप्स बाली तो एडवांस गला आसती एडवांस करने तो देखी भी देली एबे जीवा आ किसी काम बाकी नहीं सब जिन रड सीमेंट चिप्स बाली सब दिगला टेंशन फ्री काम मिस्त्री करेंगे आमर खाली देखार अच्छे दूर आसा माछ जगार न बुलने मनटा भल लगुन देखिए माछ जगह टे बुलदे जदि माछ थी नहीं जा चिड़ा बाबू कहीं माछ कहीं माछ नई रोड सब जाल खाई माछ तो पड़ो निहाती क्या कुतिया चिंगड़ी गोटे पाई नहीं पलि आमर फाइनाली फिशरमैन नहीं पलि आस गोटे किस पड़ी गोटे मो फेवरेट माछ पड़ी रे गोटे काली सब जाल टेकला एति माछ पड़ला ना मु पळेली बा मंदिर लेआउट दिया हां ना माता मंदिर के होता ना लेआउट दिया खाना रे टाकी पळेली बंची जनी माछ सब हां बंचे और माछ आसी जे आसी बंधा जाईची हां जति शॉट पड़ेला माछ शॉट बने सेडा कटा जियो फाइनली हम फिशरमैन माछ धरिले भी लास्ट हम काटिकी भी दउछन
ये सब किसी काम होने खाली खाइबे मेछ कड़ाला भजा चलती ये दागी लोक भाजुଛନ୍ତି ମାଛ ମୁଁ ଚିଣ୍ଟାଗରେ ପହଞ୍ଚିଗଲି। ଏଠି ବସିଛନ୍ତି ମିଷ୍ଟର ପିଙ୍କୁ ପୁନେ ରିଟର୍ଣ୍ଣସ୍ ଆଉ ସନୁ ମଝିରେ ଆଉ ଇଏ ରିଟର୍ଣ୍ଣସ୍ ଆମର ଗଳାପୁଲ ସେପଟରୁ ତାପରେ ଆସିଯିବେ ଆମର କ୍ୟାମେରାମ୍ୟାନ୍ ବବି। ତ ଆସିଗଲା ପରେ ଏବେ ମୋତେ କ'ଣ ପଚାରୁଛନ୍ତି କି ସେ କ'ଣ ତମେ ଏମିତି ବ୍ଲଗ୍ରେ ବ୍ୟସ୍ତ। ଡେଞ୍ଜରିୟସ୍ ମାନେ ଆସିଛନ୍ତି ଏଠି। ତାପରେ ବବିର ହେୟାର ଟେଷ୍ଟ କରାଯିବ। ମାଉସୀ ହାତ ମାରି ଦେଖିବେ କ'ଣ ଏତେ ସ୍ମୁଥ୍ ହେଇଛି କହିଲେ। ତ ସବୁ କହିଲା ପରେ ମୁଁ ଗୋଟେ ହାତ ଧରିକି ଦେଖିଲି କହିଲି ବଢ଼ିଆ ହେଇଛି। ତ କେକ୍ ଆସିଗଲା ଏଠି। ଚିଣ୍ଟୁ ଭାଇ ଫାଇନାଲି ଆସିଗଲେ ପହଞ୍ଚିଗଲେ। କେକ୍ଟା କାଟିବା ପାଇଁ ଇଏ ଗୋଟେ ହତିଆର ଧରିକି ଆସି ସାରିଲାଣି। କେକ୍ ଖୁଆଖୁଇ ହେଇଯାଇଛନ୍ତି ତାଙ୍କର। ହଉ ଖାଇଦିଅ ନାଁରେ ଆମକୁ ବି ଦେଲେ। ତାପରେ ଆମେ ବି ଖାଇଦେଲୁ କେକ୍। ଏବେ ଡିନର୍ ପାଇଁ ବସିଲୁ। ତ ପଚାରିଲେ ମୋତେ କିଏ ବବି ଫାର୍ଷ୍ଟ ନୁହେଁ ତ ପ୍ରଥମେ ପଚାରିଲେ ଖାଇବା କେମିତି ହେଇଛି। ଡେଞ୍ଜରିୟସ୍ ସେମାନେ ଆସିକି ମିଠା ଯାଚୁଥିଲେ। ତାପରେ କେହି ନେବେନି ମିଠା ଲାଷ୍ଟକୁ ଦେଖିବେ ସେ ନିଜେ ଡେକଚି ଟେକିକି ମିଠା ଖାଇସାରିକି ତା ଶିରା ବି ପିଇଦେବେ। ଏଇ ଭିଡ଼ିଓରେ ଅଛି ମୁଁ ଆଗକୁ ଆସିବ। ତ ମିଠା ତ ଖାଇବେ ତାପରେ ଶିରାଟା ହେଉଛି ଡେକଚିଟା ଟେକିକି ଶିରା ବି ପିଇଦେବେ। ତ ମୋତେ ବାରମ୍ବାର ପଚରା ହେଉଛି ଖାଇବା କେମିତି ହେଇଛି। ମୁଁ କହିଲି ଭଲ ହେଇଛି। ଏଇ ଦେଖନ୍ତୁ ମୁଁ ଜାଣିଥିଲି ସେ କରିବେ ତାଙ୍କର ଅଛି ଟିକେ ଗୁଣ। ଏବେ ଆସିଗଲେ ଚିଣ୍ଟୁ ଭାଇ ଆଉ ଆଣ୍ଟି ସମସ୍ତେ ଆସିଗଲେ। ଖାଇବା ବି ଚିଣ୍ଟୁ ଭାଇ ଆଣିକି ପଚାରୁଥାନ୍ତି ଆଉ ଏକ୍ସଟ୍ରା ଖାଇବା କାହାର ଦରକାର କି ନାହିଁ। ମାଉସୀ ଆସିକି ବସିଗଲେ। ଆମେ ତାପରେ ଖାଇବା ପରେ ଲୁଡ଼ୁ ପଟା ଖେଳିବା ପାଇଁ ଟିକେ ଲାଗିଗଲୁ। ବହୁତ ଦିନ ପରେ ଚାନ୍ସ ଯେହେତୁ ମିଳିଛି। ଚିଣ୍ଟୁ ଭାଇ ହାରିବା ପରେ ଟେନସନ୍ ପରେ ତ ଏଠି ମାଉସୀ ପୁରା ଟେନସନ୍ ପେଟେଇ ଆଣ୍ଠି ପଡ଼ିଲେଣି। ତାପରେ ହାରିଯାଇଛନ୍ତି ମାଉସୀ କିନ୍ତୁ ଡେଇଁଲେ ଦେଇକି ପଇସାଟା ତା ପାଖରୁ ଛଡ଼େଇକି ନେଇଗଲେ। ବେବି ରଖିଥିଲା ପଇସା ଆମର ଚ୍ୟାଲେଞ୍ଜ ଲାଗିଥିଲା ତ ସେ ପଇସାଟା ଜବରଦସ୍ତିରେ ଛଡ଼େଇକି ନେଇଗଲେ। ତ ଛଡ଼େଇକି ନେବା ପରେ ଡିଲ୍ ଯେହେତୁ ଚିଣ୍ଟୁ ଭାଇ କରିଥିଲେ ତ ଚିଣ୍ଟୁ ଭାଇ କହୁଛନ୍ତି ନା ସେସବୁ ଭଲ କଥା ନୁହେଁ ଫେରାଇଦେବା। ଏବେ ବସିବେ ସିଏ କହିବେ ନା ଦେଇ ହେବନି। ତ ମୁଁ କହିଲି ନା ଚିଣ୍ଟୁ ଭାଇ ତୁମେ ଯେମିତି ହଉ ଦିଅ। ଆଣ୍ଟିଙ୍କର ମୋର ପୁରା ଟେନସନ୍ ହେଇଗଲୁ। ତାପରେ ଚିଣ୍ଟୁ ଭାଇ କହିଲେ ପଇସା ଦେ। ମାଉସୀଙ୍କୁ କହିଲେ ମାଉସୀ ପଇସା ଦେବାକୁ ନାରାଜ। ଏବେ ମୁଁ ବି ଟେନସନ୍ରେ ପଡ଼ିଗଲି। ମୁଁ କହିଲି 17 ନେଇଯିବ ବୋଧେ ଆଉ ଏତେ ମେହନତ କରିକି ମୁଁ ଜିତିଥିଲି 17 ନେଇଯିବ ବୋଧେ। ଦେଇକି ଚିଣ୍ଟୁ ଭାଇ କହିଲେ ନା ମୁଁ ଦେବି ମୁଁ ରିକ୍ସ ନେଲି ଦେବି। ତାପରେ ଆଉ ଗୋଟେ ଆମର ପୁଣି ଯେହେତୁ ସେମାନେ ହାରିଗଲେ ଆଉ ସେ ହାର ମାନିବା ପାଇଁ ନାରାଜ ଆଉ ଗୋଟେ ଚ୍ୟାଲେଞ୍ଜ ଲଗେଇଲେ। ତାପରେ ମୁଁ ଘରକୁ ଆସିବାର ଟାଇମ୍ ଯେହେତୁ ହେଉଥାଏ ଲାଷ୍ଟ ମୁଁ କହିଲି ଯିଏ ଜିତିବ ହାରିବ ଲାଷ୍ଟ। ତାପରେ ମୁଁ ନିଜେ ହାରିଗଲି ଧୀରେକି ଘରକୁ ପଳେଇ ଆସିଲି। ଏଇଟା ଆଦୌ ଭଲ ଚାଲିନି। ଲୁଡ଼ୋ ପଟା ବି ଲାଷ୍ଟରେ ଧୋକା ଦେଇ ଦେଉଛୁ। କ'ଣ କରିବି ଜୀବନଟା ଠିକ୍